ମୁଁ ବୈପରଗଡ଼ା ବ୍ଲକରେ ଏବିଓକମ୍ ବିଆରସି ଦାୟିତ୍ୱରେ ଅଛି। ଆଜି ଆମର ଏଇଟା ହେଉଛି ସଷ୍ଟେନେବୁଲ୍ ଲାଇଫ୍ ଟାଇପ୍ର କିଛି ପ୍ରୋଜେକ୍ଟ ମାନେ ବିଜ୍ଞାନ ପ୍ରକଳ୍ପ ଆମର 19ଟା ହାଇସ୍କୁଲର 8th ଆଉ 9th ପିଲାମାନେ ଧରିକି ଆସିଛନ୍ତି। ତାର ଉଦ୍ଦେଶ୍ୟ ହେଲା ଏ ଯେଉଁ ବର୍ତ୍ତମାନ ଯୁଗରେ ବିଭିନ୍ନ ଜିନିଷ ଯୋଗୁଡ଼ାକ ନଷ୍ଟ ହୋଇଯାଉଛି ତାକୁ ପୁନଃ ବ୍ୟବହାର କରିକି କେମିତି ପିଲାମାନେ ସେଟାକୁ ଦୈନନ୍ଦିନ ଜୀବନରେ ସେମାନେ ନିଜେ ବ୍ୟବହାର କରିବେ, ତାଙ୍କର ଯେଉଁମାନେ ଅଛନ୍ତି ସାହି ପଡ଼ିଶା ପଡ଼ୋଶୀ ଗାଁ ଗହଳି ସବୁ ଶିଖେଇବେ। ଆଗାମୀ ଦିନରେ ଯେଉଁ ସବୁ ପ୍ରୋବ୍ଲେମ୍ ଆସିଲାଣି ସେଗୁଡ଼ାକ କେମିତି ଆମର ସଲ୍ଭ ହୋଇପାରିବ, ଗୋଟେ ଜିନିଷ ନଷ୍ଟ ନ ହେଇକି ତାକୁ କେମିତି ପୁନଃ ବ୍ୟବହାର କରିବା ସେଇଟା ପିଲାମାନେ ଶିଖିବେ ଏଥିରୁ। ତ ଆମର ପ୍ରାୟ ଆଜି 40ଟା ପ୍ରୋଜେକ୍ଟ ଆସିଛି ସବୁ ହାଇସ୍କୁଲରୁ। ଏଟାକୁ ଯେହେତୁ ଆସିଛି ଏଇଟା କେନ୍ଦ୍ର ସରକାରଙ୍କର କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏଇଟା ଏ ବର୍ଷ ହେଇଛି। ଆଗାମୀ ବର୍ଷରେ ଏଇଟା ପ୍ରଚାର ପ୍ରସାର ହେଲେ ଅଧିକ ଫଳପ୍ରଦ ହେବ। सेम